ଆପଣଙ୍କର ସ୍ୱାଗତ। ଦେଖୁଥିବେ ବର୍ତ୍ତମାନ କେନ୍ତା ଖରା ହଉଛେ, 45 ଡିଗ୍ରୀ ଉପରେ ବି ଖରା ଡେଗି ଦେଲାନ ବରଗଡ଼ ଜିଲ୍ଲାରେ ଆପଣ ଦେଖୁଥିବେ। ସେ ଜାଗାରେ ଆଜି ବରଗଡ଼ ୱାର୍ଡ ନମ୍ବର 3 ହାଟପଦାରେ 31 ବର୍ଷୀୟ ସୁବଲ ବେହେରାଙ୍କ ଅଂଶୁଘାତ ମତଲବ ସନଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହେଇଛି। ସେ ଜାଗାରେ ବରଗଡ଼ ଭିଡ଼ିଓ ତାଙ୍କୁ 10,000 ଟଙ୍କା ତାଙ୍କର ପରିବାରକୁ ସହାୟତା ରାଶି ଦେଉଛନ୍। ଆଚ୍ଛା, ଆଜି ମୋତେ କଲେକ୍ଟରଙ୍କ ସାର୍ଙ୍କ ତରଫରୁ ଖବରଟା ମେସେଜଟା ମିଳିଲା କି ଆଜି ଜଣେ ଅଂଶୁଘାତରେ ମୃତ୍ୟୁବରଣ କରିଛି କହିକି। ତେଣୁ ଆମେ ପ୍ରଶାସନ ତରଫରୁ ତାଙ୍କ ଆର୍ଥିକ ସହାୟତା ପାଇଁ 10,000 ଦେବା ପାଇଁ ବ୍ୟବସ୍ଥା କରାଗଲା। ଆଉ ଯାହା ତା'ର ପୋଷ୍ଟମର୍ଟମ୍ ରିପୋର୍ଟ ପାଇଲା ପରେ ଯାହା ଗଭର୍ଣ୍ଣମେଣ୍ଟର ନୀତି ନିୟମ ଅନୁସାରେ ଯେ ପ୍ରୋଭିଜନ୍ ଅଛି ସେ ପ୍ରୋଭିଜନ୍ ଦେବା ପାଇଁ ଆମେ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ତରଫରୁ କଲେକ୍ଟର ମାଧ୍ୟମରେ ବ୍ୟବସ୍ଥା କରାଯିବା ପାଇଁ ଆମେ ସବୁ ପଦକ୍ଷେପ ନେବୁ। ଏହି ସମୟରେ ଆମେ ଦେଖୁଛୁ ପ୍ରାୟ ସବୁ ଆମର ପଶ୍ଚିମ ଓଡ଼ିଶାରେ ପ୍ରାୟ 45ରୁ 47 ଭିତରେ ଡିଗ୍ରୀ ସେମାନେ ଆପଣଙ୍କର ଟେମ୍ପରେଚର ରହୁଛି। ଏହି ସମୟରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଜନସାଧାରଣ ସମସ୍ତଙ୍କୁ ଅନୁରୋଧ କରିବି ଏହି ସମୟରେ କେହି ପଦାକୁ ବାହାରନ୍ତୁ ନାହିଁ। ମେନଲି ଆପଣଙ୍କର 11ଟାରୁ 3ଟା ଭିତରେ ଆଉ ଯେତେବେଳେ ବାହାରିବେ ସଫିସିଏଣ୍ଟ ପାଣି ନେଇକି ଯାଆନ୍ତୁ, ଛତା ନେଇକି ଯାଆନ୍ତୁ, ଚପଲ ନେଇକି ଯାଆନ୍ତୁ, ଆଉ ORS ପାଣି ନେଇକି ଯାଆନ୍ତୁ। ଯଦି ଆପଣଙ୍କୁ ଭଲ ଲାଗୁନାହିଁ ଦୟାକରି ଇମିଡ଼ିଏଟଲି ଡାକ୍ତରଖାନାକୁ ଯାଆନ୍ତୁ। ମୋ ଜାଣିବାରେ ତ ପ୍ରଥମ, ଆପଣମାନେ ଭଲ ଭାବରେ ଯା କହିପାରିବେ। ମୋ ନାଁ ବବିତା ବେହେରା, ମୋର ଦାଦା ସୁବଲ ବେହେରା। କାମ କରି ହେଇଥିଲା, ଝାଉ ମାରିଥିଲା, ଖରାପ ହେଇଗଲା। ବିଡ଼ିଓ ଅଫିସ୍କୁ ଆଇଥିଲୁ, ସରକାରୀ ସହାୟତା 10,000 ଦେଲେ। ବହୁତ ଧନ୍ୟବାଦ।